चक्षुरुन्मिलितं येन तस्मै श्रीगुरवे नमः। नमो विष्णुपदाय कृष्णपृष्ठाय भूतले श्रीमते भक्तिवेदान्त स्वामिने इति नामिने। नमस्ते सारस्वती देवे गौरवाणी प्रचारिणे निर्विशेष शून्यवादी पाश्चात्यदेशतारिणे पंचाकल्पतरुभ्यश्च कृपा सिन्धुभ्येव च पतितानां पावनेभ्यो वैष्णवेभ्यो नमो नमः। जय श्री कृष्ण चैतन्य प्रभु नित्यानंद श्री अद्वैत गदाधर श्रीवासादि श्री गौर भक्त वृंद। हरे कृष्ण 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 हरे 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 राम राम हरे हरे। हुकम करति वाचलं पंगुलं दैत्यगिरिं यत्कृपातमहं वन्दे जगदानंद। नमः नमः विष्णुपादाय कृष्णपृष्ठभूतले श्रीमद्। तो आज आम मैंने शुणिमा भगवत गीता चतुर्थ अध्याय। आम विभिन्न प्रकार यज्ञर कथा श्रवण करथिले। आज 27 नंबर श्लोक पढ़े। ठीक है। सर्वेन्द्रियाणि कर्माणि प्राण कर्माणि चापरे आत्म संयम योगाग्नौ जुहति ज्ञान दीपिते। जो माने मन इंद्रिय संयम करी आत्म अनुभूति लाभ दिगरे आग्रही सेमाने समस्त इंद्रिय कर्म तथा प्राणवायुर कर्म मन संयम रूपक अग्नि रे आहुति रूपे अर्पण करती। आत्म संयम योगाग्न जो आत्म संयम कथाटी कहुई सेटा को मनर संयम करने कथा कहुई। मन संयम संयम रूपक जोग से अग्नि रे आहुति दिया हो। कौन आहुति देवे ना सर्व इंद्रियाणि कर्माणि प्राण कर्माणि समस्त इंद्रिय कर्म प्राणर कर्म ସେଟା कहीं करेंगे ना ज्ञान दीपिते। ज्ञान दीप वो ज्ञान ना आत्मज्ञान आत्मानुभूति ज्ञान दीपिते जो माने आत्मज्ञान आत्मानुभूति लाभ करने ପାଇଁ कि आग्रही ସେମାନେ कौन करेंगे मन इंद्रिय को संयम करी समस्त इंद्रिय कर्म प्राणवायु कर्म मन रूपक मन संयम रूप अग्नि रे माने अर्पण कर। पतंजलि जोग सूत्र रे आत्मा को प्रत्यय आत्मा प्रगत परग आत्मा बोली कहे। दुई प्रकार वर्णना कराई। परग आत्मा प्रत्यय आत्मा पतंजलि जे पर्यंत आत्मा इंद्रिय सुख प्रति आसक्त थाए से पर्यंत कहा जाए परग आत्मा। से इंद्रिय सुख पाई आसक्त जीवन लक्ष्य इंद्रिय सुख कर कहीं ना तार धारणाटा हूँ एकमात्र इस शरीर उपरे देहात्म बुद्धि से आत्मा को कह परग आत्मा शरीर मध्य कर्म करुवा 10 प्रकार वायुर कर्म आत्मा संपृक्त थाए एवं श्वास प्रश्वास क्रिया प्राणवायु मान कर्म जना जाए। प्राणवायु  ମାନଙ୍କର कर्म ଜଣାଯାଏ।  प्राणवायु  ମାନଙ୍କର कर्म  ଜଣାଯାଏ।   प्राणवायु  ମାନଙ୍କର कर्म  ଜଣାଯାଏ।   प्राणवायु  ମାନଙ୍କର कर्म  ଜଣାଯାଏ।   प्राणवायु  ମାନଙ୍କର कर्म  ଜଣାଯାଏ।
ଦଶ ପ୍ରକାର ପ୍ରାଣବାୟୁ ଅଛି। ଯେମିତି ପଞ୍ଚ ପ୍ରାଣବାୟୁ ଆମେ ଜାଣିଛେ, ପ୍ରାଣ, ଅପାନ, ବ୍ୟାନ, ଉଦାନ ଏସବୁ ରହିଛି। ତା ସୁନ୍ଦର ବର୍ଣ୍ଣନା ବି ରହିଛି। ପ୍ରାଣବାୟୁ କାହାକୁ କୁହାଯାଏ, ବ୍ୟାନ, ଅପାନ, ଉଦାନ। ଯୋଉ ନିଶ୍ୱାସ ପ୍ରଶ୍ୱାସ ନେଉଛ ଗୋଟେ ପ୍ରକାରର, କୋଉ ପ୍ରାଣବାୟୁ ଉପର ଆଡକୁ ଯାଉଛି, କୋଉ ତଳ ଆଡକୁ ଯାଉଛି, ବିଭିନ୍ନ ପ୍ରକାର ବର୍ଣ୍ଣନା ରହିଛି। ତ ତାର ଭିତରେ କଣ ହଉଛି, ଏଇ ଆତ୍ମା ଅବସ୍ଥାନ କରେ। ଆମେ କହନି ପ୍ରାଣବାୟୁ ଚାଲିଗଲା, ପ୍ରାଣବାୟୁ ଚାଲିଗଲା କଣ? ନା ଏଇ ଯୋଉ ହଁ, ବାୟୁ, ବାୟୁ ଥାଏ, ତାର ଭିତରେ ଆତ୍ମା ଅବସ୍ଥାନ କରିଥାଏ। ତ ଏଇ ଶ୍ୱାସ ପ୍ରଶ୍ୱାସ କ୍ରିୟାରୁ ପ୍ରାଣବାୟୁ ମାନଙ୍କର କର୍ମ ଜଣାଯାଏ। ଯୋଗୀ ମାନେ ଏଇ ପ୍ରାଣବାୟୁକୁ ନିୟନ୍ତ୍ରଣ କରନ୍ତି। ପତଞ୍ଜଳିଙ୍କର ଯୋଗ ସୂତ୍ରରେ ପ୍ରାଣବାୟୁର ସଂଯମ କ୍ରିୟା କଥା ବର୍ଣ୍ଣନା କରାଯାଇଛି। ତାହାକୁ ପାରିଭାଷିକ ଶବ୍ଦରେ ପ୍ରାଣାୟାମ କ୍ରିୟା କୁହାଯାଏ। ଯମ, ନିୟମ, ଆସନ, ପ୍ରାଣାୟାମ ରହିଛି। ନିଶ୍ୱାସକୁ ହି ରେଚକ, ପୂରକ, କୁମ୍ଭକ ଏସବୁ ରହିଛି। ତା ଦ୍ଵାରା ସେ ପ୍ରାଣବାୟୁକୁ ନିୟନ୍ତ୍ରଣ କରନ୍ତି। ତଦ୍ୱାରା ଶରୀରର ମଧ୍ୟସ୍ଥ ସମସ୍ତ ପ୍ରାଣବାୟୁର କ୍ରିୟା ସଂଯତ ହୋଇ ପରିଣାମରେ ଆତ୍ମାକୁ ଭୌତିକ ଦୋଷରୁ ମୁକ୍ତି କରିବାରେ ସାହାଯ୍ୟ କରେ। ସେ ଗୋଟେ ପ୍ରକାରର ପନ୍ଥା। କେମିତିକା ଆତ୍ମାକୁ ଭୌତିକ ସ୍ଥିତିରୁ ମୁକ୍ତ କରିବ। କାହିଁକି ନା ଏ ଶରୀର ମଧ୍ୟରେ ଯାହା କିଛି କର୍ମ ହଉଛି, ଏଇ ଶରୀର ମଧ୍ୟରେ କର୍ମ କରୁଥିବା 10% ପ୍ରାଣବାୟୁ, ଏଇ ପ୍ରାଣବାୟୁର କର୍ମରେ ଆତ୍ମା ଯୁକ୍ତ ଅଛି। ତ କେମିତିକା ସେଥିରୁ ସେ ମୁକ୍ତ ହବ, ତାର ଉପାୟଟା ଏଇ ଯୋଗ ପଦ୍ଧତି ମଧ୍ୟରେ କୁହାଯାଇଛି। ଯେପର୍ଯ୍ୟନ୍ତ ସେ ମୁକ୍ତ ନ ହେଇଛି, ସେ ଯୋଉ ପରାଗ ଆତ୍ମା, ଆଉ ମୁକ୍ତ ହେଲେ ପ୍ରତ୍ୟୟ ଆତ୍ମା। ଠିକ ଅଛି। ତ ଏଇ ଭାବେ ଯୋଗ ପଦ୍ଧତି ମାଧ୍ୟମରେ ସେମାନେ କଣ କରନ୍ତି ନା, ଏଇ ଶରୀର ମଧ୍ୟସ୍ଥ ଯୋଉ ପ୍ରାଣବାୟୁ, ତାର ଯୋଉ କ୍ରିୟାକୁ ସେମାନେ ନିୟନ୍ତ୍ରଣ କରନ୍ତି। ନିୟନ୍ତ୍ରଣ କରିକି ଭୌତିକ ଦୋଷରୁ ପ୍ରାଣବାୟୁକୁ ମୁକ୍ତ କରନ୍ତି। ଏହି ଯୋଗ ସିଦ୍ଧି ବିଧି ଅନୁଯାୟୀ ପ୍ରତ୍ୟେକ ଆତ୍ମା ହଉଛି ଅନ୍ତିମ ଲକ୍ଷ୍ୟ। ପରାଗାତ୍ମା, ପ୍ରତ୍ୟେକ ଆତ୍ମା। ପରାଗାତ୍ମା ହଉଛି ଯିଏ ଭକ୍ତି ପ୍ରତି ଆସକ୍ତ, ଜଡ ଇନ୍ଦ୍ରିୟ ସୁଖ ପ୍ରତି ଆସକ୍ତ, ପରାଗାତ୍ମା। ଆଉ କିନ୍ତୁ ଲକ୍ଷ୍ୟଟା ହଉଛି ଯୋଗର କଣ ନା, ପ୍ରତ୍ୟେକ ଆତ୍ମା ଭୌତିକ ସମସ୍ତ ପ୍ରକାରର ଏ କର୍ମରୁ ସେ ମୁକ୍ତ ହବ। ସେଇଟା ହଉଛି ପ୍ରତ୍ୟେକ ଆତ୍ମା। ସେଇଟାକୁ ସେମାନେ ଏଇ ପ୍ରାଣବାୟୁକୁ ନିୟନ୍ତ୍ରଣ କରିବା ମାଧ୍ୟମରେ ପ୍ରାଣବାୟୁ ଠାରୁ ଯେ ଭୌତିକ ପାଆନ୍ତି, ଭୌତିକ ଦୋଷ ଅଛି, ସେଥିରୁ ସେମାନେ ଆତ୍ମାକୁ ମୁକ୍ତ କରନ୍ତି। ଏ ପ୍ରତ୍ୟେକ ଆତ୍ମା ଭୌତିକ ଭୌତିକ କର୍ମରୁ ଏକ ଅପସାରଣ ଅଟେ। ହୁଁ। ଆସନ୍ତି ତ। ଠିକ ଅଛି। ଇନ୍ଦ୍ରିୟ ଗୁଡିକ ଇନ୍ଦ୍ରିୟ ଭୋଗ୍ୟ ବସ୍ତୁ ସହ ଜଡିତ। ଯଥା କର୍ଣ୍ଣ ଶ୍ରବଣ କ୍ରିୟାରେ ଜଡିତ, ଚକ୍ଷୁ ସ୍ପର୍ଶ ଚକ୍ଷୁ ସ୍ପର୍ଶ କ୍ରିୟାରେ ଜଡିତ। ଏଠି ଓଲଟା ହେଇଛି, ଚକ୍ଷୁ ଦର୍ଶନ କ୍ରିୟାରେ ଜଡିତ, ନାସିକା ଘ୍ରାଣ କ୍ରିୟା, ଜିହ୍ବା ଆସ୍ୱାଦନ କ୍ରିୟାରେ। ତ আর ହସ୍ତ ଦର୍ଶନ କ୍ରିୟା ଲେଖା ହେଇଛି, ଏଟା ହସ୍ତ ହବ ସ୍ପର୍ଶ କ୍ରିୟା ବା ଚର୍ମ, ଚର୍ମ ସ୍ପର୍ଶ କ୍ରିୟାରେ ଜଡିତ। ଏହିପରି ଭାବରେ ସେମାନେ ସମସ୍ତେ ଆତ୍ମା ବାହାରେ କର୍ମରତ।
ଏଗୁଡ଼ିକୁ ପ୍ରାଣବାୟୁର କର୍ମ ବୋଲି କୁହାଯାଏ। ପ୍ରାଣ, ଅପାନ, ଅପାନ ବାୟୁ ହଉଛି ଅଧୋଗତି, ଯେ ବାୟୁ ନିଚେ ଦିକେ ଯାଏ ଏଟା ଅପାନ। ଧ୍ୟାନ ବାୟୁ ଆକୁଞ୍ଚନ ସମ୍ପ୍ରସାରଣ ଦିଗରେ କାମ କରେ। ସମାନ ବାୟୁ ସମତା ରକ୍ଷା ଦିଗରେ କାମ କରେ। ଉଦାନ ବାୟୁ ଊର୍ଧ୍ୱ ଗତି କରେ। ଯେତେବେଳେ ବ୍ୟକ୍ତି ଜ୍ଞାନ ଲୋକ ଲାଭ କରେ, ସେତେବେଳେ ସେ ସମସ୍ତଙ୍କୁ ଆତ୍ମାନୁଭୂତି ଲାଭ ଦିଗରେ ବ୍ୟବହାର କରେ। ତ ଏଠି ଯାହା କୁହାଯାଉଛି, ଏଠି କୁହାଯାଉଛି ଯେ ଇନ୍ଦ୍ରିୟ କର୍ମ ଆଉ ପ୍ରାଣ କର୍ମ, ପ୍ରାଣବାୟୁର କର୍ମ, ଏଇ ଦିଟାକୁ ଇନ୍ଦ୍ରିୟ କର୍ମ ପ୍ରାଣବାୟୁର କର୍ମ, ଏଇ ଦିଟାକୁ ମନ ସଂଯମ ଅଗ୍ନିରେ ଆହୁତି ଦିଆହଉଛି। କାରଣ ଇନ୍ଦ୍ରିୟ ଗୁଡିକ ସବୁବେଳେ ଭୌତିକ କର୍ମ ଇନ୍ଦ୍ରିୟ ସୁଖ ପାଇଁକି ପ୍ରଚେଷ୍ଟା କରନ୍ତି। ଆଉ ଆତ୍ମା ଏ ପ୍ରାଣବାୟୁ ଯୋଉ ବିଭିନ୍ନ କାର୍ଯ୍ୟକଳାପ ମଧ୍ୟ ସେ ବଦ୍ଧ ଅବସ୍ଥାରେ ରହିଛି। ତ ଏଇ ଇନ୍ଦ୍ରିୟର କର୍ମ ଆଉ ପ୍ରାଣବାୟୁର କର୍ମ ଆହୁତି ଦିଅନ୍ତି, କୋଉଥିରେ ଆହୁତି ଦେବେ ନା ସଂଯମ ଥିବା ମନରେ ମଧ୍ୟ ମାନେ ଆହୁତି ଦେବେ। ଅର୍ଥାତ୍ ଇନ୍ଦ୍ରିୟ ପ୍ରାଣବାୟୁ ଯେ ଭୌତିକ ବସ୍ତୁ ସଙ୍ଗେ ଯୁକ୍ତ ରହିଛି, ସେଇଠାରୁ ମୁକ୍ତ କରିକି ଆତ୍ମାର ଦିକେ ତାକୁ କାମରେ ଲଗାଇବେ। ଆତ୍ମ ଉନ୍ମୁଖୀ ତାକୁ କରିବେ। ସେଇ ଭାବରେ ଦେଖାଗଲା ସଂଯମ, ମନ ସଂଯମ ରୂପକ ଅଗ୍ନିରେ ଆହୁତି ଦିଆହବ। କଣ ଆହୁତି ଦେବେ? ସେମାନେ ଇନ୍ଦ୍ରିୟର କର୍ମ ଆଉ ପ୍ରାଣବାୟୁର କର୍ମ, ଏଇ ଦିଟାକ। ତାପରେ କହିଲେ ଦ୍ରବ୍ୟ ଯଜ୍ଞ ସ୍ତପୋ ଯଜ୍ଞ ଯୋଗ ଯଜ୍ଞ ତଥା ପରେ ସ୍ୱାଧ୍ୟାୟ ଜ୍ଞାନ ଯଜ୍ଞାଶ୍ଚ ଯତୟ ସଂସିତ ବ୍ରତା। ତାପରେ ଆଉ କିଛି ଯଜ୍ଞର କଥା କୁହାଯାଉଛି ଯେ ଆଉ କେତେକ ଏପରି ଯୋଗୀ ଅଛନ୍ତି ଯୋଉମାନେ କଠିନ ବ୍ରତ ବିଧି ଆଚରଣ ତପଶ୍ଚରଣ କରି ସେମାନଙ୍କର ସମସ୍ତ ଭୌତିକ ବିଷୟ ବସ୍ତୁକୁ ତ୍ୟାଗ କରି ଦିବ୍ୟ ଲୋକକୁ ପ୍ରାପ୍ତ ହୁଅନ୍ତି। ଭୌତିକ ବିଷୟବସ୍ତୁ ତ୍ୟାଗ କରି ମାନେ କଣ? ଯେ ଆହୁତି ଦିଅନ୍ତି, ଯଜ୍ଞ କରନ୍ତି, ଦ୍ରବ୍ୟ ଯଜ୍ଞ। ଦ୍ରବ୍ୟ ଯଜ୍ଞ ଟା ହଉଛି କଣ ନା ସେମାନେ ବହୁ କଷ୍ଟ କରି ଯୋଉ ସବୁ ଉପାର୍ଜନ କରିଛନ୍ତି, ତାଙ୍କର ଟଙ୍କା ପଇସା ଘର ବାଡି ଏସବୁ କିଛି ଜିନିଷ ସେମାନେ ସେଠୁ ତ୍ୟାଗ କରନ୍ତି। ଏବଂ ତପୋଯଜ୍ଞ, କିଛି ତପସ୍ୟା କରିବେ, ତପସ୍ୟା ଗୋଟେ ଯଜ୍ଞ। ଦାନ ଦେବା ଗୋଟେ ଯଜ୍ଞ। ଏବଂ ଦାନ ଦିଅନ୍ତି, ତାଙ୍କର ନିଜ ଅର୍ଜିତ ସମ୍ପତ୍ତିକୁ ଦାନ ଦେଲେ, ସେ ଗୋଟେ ଯଜ୍ଞ। ତପସ୍ୟା କରିବେ, ସ୍ୱ ଇଚ୍ଛାରେ କିଛି କଷ୍ଟ ସ୍ୱୀକାର କରିବେ। ତ ଯୋଗ ଯଜ୍ଞ, ଅଷ୍ଟାଙ୍ଗ ଯୋଗ କରିବେ। ଏହି ଭାବେ ଅନ୍ୟମାନେ କିଛି ଅଛନ୍ତି, ଦ୍ରବ୍ୟ ଯଜ୍ଞ, ତପଯଜ୍ଞ, ଯୋଗ ଯଜ୍ଞ। ତାପରେ ଆଉ କିଛି ଅଛନ୍ତି ସ୍ୱାଧ୍ୟାୟ ଯଜ୍ଞ। ସ୍ୱାଧ୍ୟାୟ ମାନେ ସ୍ଵ ଅଧ୍ୟାୟ, ନିଜେ ଅଧ୍ୟୟନ କରିବେ। କଣ ଅଧ୍ୟୟନ କରିବେ? ବେଦ ପାଠ, ଶାସ୍ତ୍ର, ଶାସ୍ତ୍ର ଅଧ୍ୟୟନ ସିଏ ବି ଗୋଟେ ଯଜ୍ଞ। ଜ୍ଞାନ ଯଜ୍ଞ, ଜ୍ଞାନ ଯଜ୍ଞ ହଉଛି ଦିବ୍ୟ ଜ୍ଞାନ ବୃଦ୍ଧି ରୂପକ ଯଜ୍ଞ। ତ ଏଇ ଭାବେ କରିକି ଯତାୟ ସଂସିତ ବ୍ରତାଃ, ଯତି ମାନେ କଣ କରିବେ? ଏଇ ଭାବେ କଠିନ ବ୍ରତ ସେମାନେ ଅନୁଶୀଳନ କରିବେ। ଦିବ୍ୟ ଜ୍ଞାନ, ହଁ, ଆଉ ବେଦ ପାଠ, ଏଇସବୁ ବିଭିନ୍ନ ଯୋଗର କଥା, ଯଜ୍ଞର କଥା କୁହାଗଲା। ଏଇସବୁ ଯଜ୍ଞ କର୍ମକୁ ବିଭିନ୍ନ ବିଭାଗରେ ବିଭକ୍ତ କରାଯାଇପାରେ। ଏପରି କେତେକ ଲୋକ ଅଛନ୍ତି ଯୋଉମାନେ ଦାନ ଦକ୍ଷିଣା ଆଦି ରୂପରେ ସେମାନଙ୍କର ଭୌତିକ ବିଷୟ ବସ୍ତୁକୁ ଯଜ୍ଞ ଅର୍ପଣ କରନ୍ତି।
ଏଇଟା ହେଲା ଦ୍ରବ୍ୟ ଯଜ୍ଞ। କେଉ ବସ୍ତ୍ର ଦାନ କରୁଛି, କେଉ ଖାଦ୍ୟ ଦାନ କରୁଛି, ବିଭିନ୍ନ ଦାନ କରୁଛନ୍ତି, ଏଇଟା ତାର ଦାନ ଦକ୍ଷିଣା। ଏଗୁଡିକ ହେଲା ଦ୍ରବ୍ୟ ଯଜ୍ଞ। ଭାରତରେ ଥିବା ବ୍ୟବସାୟୀ ଗୋଷ୍ଠୀ କିମ୍ବା ରାଜ ପରିବାର ଲୋକମାନେ ଧର୍ମଶାଳା, ଅନ୍ନକ୍ଷେତ୍ର, ଅତିଥିଶାଳା, ଅନାଥାଳୟ, ବିଦ୍ୟାପୀଠ ଆଦି ବିଭିନ୍ନ ପ୍ରକାର ଦାତବ୍ୟ ଅନୁଷ୍ଠାନ ଖୋଲିଥାନ୍ତି। ଅନ୍ୟ ଦେଶ ମାନଙ୍କରେ ମଧ୍ୟ ଅନେକ ଦାତବ୍ୟ ଚିକିତ୍ସାଳୟ, ବୃଦ୍ଧ ମାନଙ୍କର ଅବସର ବିନୋଦ କେନ୍ଦ୍ର ଆଦି ଅଛି। ଏହିପରି ଆହୁରି ଅନେକ ଦାତବ୍ୟ ଅନୁଷ୍ଠାନ ଅଛି, ଯେଉଁଠାରେ ଗରିବ ମାନଙ୍କୁ ବିନା ମୂଲ୍ୟରେ ଖାଦ୍ୟ ବିତରଣ କରାଯାଉଛି, ଶିକ୍ଷା ଦିଆଯାଉଛି, ଚିକିତ୍ସା କରାଯାଉଛି। ଏହି ସମସ୍ତ ଦାନ କ୍ରିୟାକୁ ଦ୍ରବ୍ୟମୟ ଯଜ୍ଞ କୁହାଯାଏ। ଆଉ କେତେ ଅଛନ୍ତି, ସେମାନେ ସ୍ୱର୍ଗ ପ୍ରାପ୍ତି ପାଇଁ ଇଚ୍ଛା କରନ୍ତି, ତେଣୁ ସେମାନେ କଣ କରନ୍ତି, ବିଭିନ୍ନ ପ୍ରକାର ତପସ୍ୟା କରିବେ, ବ୍ରତ ଉପବାସ ଏସବୁ କରିବେ। ସେମାନେ ସ୍ୱ ଇଚ୍ଛା କ୍ରମରେ ନାନା ପ୍ରକାର କଠିନ ବିଧି, ବ୍ରତ ବିଧି, ଚନ୍ଦ୍ରାୟଣ ବ୍ରତ କରିବେ, ଚତୁର୍ମାସ ବ୍ରତ କରିବେ। ଏଟା ହଉଛି ତପସ୍ୟା। ଏସବୁ ତପସ୍ୟା କରିକି ସେମାନେ ସ୍ୱର୍ଗ ପ୍ରାପ୍ତି ପାଇଁ ଚେଷ୍ଟା କରିବେ। ଏସବୁରେ ଅତି କଠିନ ନିୟମ ପାଳନ କରିବାକୁ ପଡେ। ଉଦାହରଣ ସ୍ୱରୂପ ଯୋଉମାନେ ଚାତୁର୍ମାସ ବ୍ରତ ପାଳନ କରନ୍ତି, 4 ମାସରେ କ୍ଷୌର ହୁଅନ୍ତି ନାହିଁ। ହୁଁ। ସେମାନେ କେତେକ ନିର୍ଦ୍ଦିଷ୍ଟ ଖାଦ୍ୟ ଗ୍ରହଣ କରନ୍ତି ନାହିଁ, ଦିନକୁ 2 ଥର ଭୋଜନ କରନ୍ତି ନାହିଁ, ହୁଁ, ଗୃହ ତ୍ୟାଗ କରନ୍ତି ନାହିଁ। ଏଇପରି ଅନେକ କଠିନ ନିୟମ ରହିଛି। ସେମାନେ ସ୍ୱ ଇଚ୍ଛାରେ ସେଗୁଡିକ ପାଳନ କରନ୍ତି। ଏଟା ହଉଛି ତପଯଜ୍ଞ, ଯାହା ଫଳରେ ସେମାନେ ଚନ୍ଦ୍ରଲୋକ, ଲୋକ ବା ବିଭିନ୍ନ ଲୋକ ଯାଇପାରିବେ। ଜୀବନରେ ଏଇ ଆରାମ ବା ସୁଖ ତ୍ୟାଗ କରିବା ହଉଛି ତପମୟ ଯଜ୍ଞ। ଏଇ ଆରାମ ବା ସୁଖଟାକୁ ସେମାନେ ଆହୁତି ଦେଇଦେଲେ। ଏଇ ତପ ଯଜ୍ଞରେ ସେମାନେ ଇନ୍ଦ୍ରିୟ ସୁଖ ବା ଏଟାକୁ ଆହୁତି ଦେଲେ। ଆଉ କେତେକ ଯୋଗୀ ଅଛନ୍ତି, ଯୋଉମାନେ ନିର୍ବିଶେଷ ବ୍ରହ୍ମରେ ମିଶିଯିବା ନିମିତ୍ତ ପତଞ୍ଜଳିଙ୍କର ଅଷ୍ଟାଙ୍ଗ ଯୋଗ ସାଧନା କିମ୍ବା ହଠ ଯୋଗ ସାଧନା କିମ୍ବା କୌଣସି ପ୍ରକାର ଯୋଗ ସିଦ୍ଧି ଲାଭ ନିମିତ୍ତ ବିଭିନ୍ନ ଯୋଗ ସାଧନାରେ ରତ। ଏଇ ଯେ ପତଞ୍ଜଳି ଯୋଗ ପଦ୍ଧତି ଅଛି, ଏଥିରେ ବିଭିନ୍ନ ପ୍ରକାର ଜିନିଷ ରହିଛି। ଯୋଗର ମାଧ୍ୟମରେ କିଛି ତ ଯୋଗ ସିଦ୍ଧି ପାଆନ୍ତି, ଅଣିମା, ଲଘିମା, ପ୍ରକମ୍ୟ, କାମ୍ୟ, ଈଶ୍ୱର ଇଚ୍ଛା ଅଷ୍ଟ ସିଦ୍ଧି ପାଇବାକୁ ଦିଅନ୍ତି। ଆଉ କିଛି ଅଛନ୍ତି, ଏଇ ଯୋଗର ମାଧ୍ୟମରେ ନିର୍ବିଶେଷ ବ୍ରହ୍ମ, ପ୍ରଭୁପାଦ ଲେଖିଛନ୍ତି ଏଠି। ହଁ, ଅଷ୍ଟାଙ୍ଗ ଯୋଗ ସାଧନା ବ୍ରହ୍ମର ଚେଷ୍ଟା କରନ୍ତି, ଏଇ ଭୌତିକ ବସ୍ତୁ ଲାଭ କରିବା ପାଇଁ ଚେଷ୍ଟା କରନ୍ତି, କେହି ହয়তো ପରମାତ୍ମା ପାଇଁ ଚେଷ୍ଟା କରନ୍ତି। ଏଇ ବିଭିନ୍ନ ପ୍ରକାରର ଏସବୁ ଯୋଗୀ ରହିଛନ୍ତି, ସେଟାକୁ ହେଲା ଧ୍ୟାନ ଯୋଗୀ, ଯୋଗ ମାଧ୍ୟମରେ। ଆଉ କେତେକ ଅଛନ୍ତି ଯୋଉମାନେ ନାନା ତୀର୍ଥ ସ୍ଥାନ ଭ୍ରମଣରେ ରତ। ଏସବୁକୁ ଯୋଗ ଯୋଗ ଯଜ୍ଞ କୁହାଯାଏ। ଏ ତୀର୍ଥ ଭ୍ରମଣ ଯୋଗ ଯଜ୍ଞ କାହିଁ କୁହାହେଲା ମୁଁ ବୁଝିପାରୁନି। ଯାଇ ହଉ, ଯୋଗ ଯଜ୍ଞ ଉପାଧି ଲେଖିଛନ୍ତି। ଭୌତିକ ଜଗତରେ ଏକ ପ୍ରକାର କୌଣସି ସିଦ୍ଧି ଲାଭ ନିମିତ୍ତ ଏସବୁ ଯଜ୍ଞ କରାଯାଏ। ଆଉ କେତେକ ଅଛନ୍ତି, ଯୋଉମାନେ ଉପନିଷଦ, ବେଦାନ୍ତ ସୂତ୍ର କିମ୍ବା ସାଂଖ୍ୟ ଦର୍ଶନ ଆଦି ବୈଦିକ ସାହିତ୍ୟ ଅଧ୍ୟୟନ କରିବାରେ ବ୍ୟସ୍ତ ବା ରତ। ଏସବୁ ସ୍ୱାଧ୍ୟାୟ ଯଜ୍ଞ କୁହାଯାଏ। ଏ ସମସ୍ତ ଯୋଗୀ ଅତି ନିଷ୍ଠା ସହକାରେ ବିଭିନ୍ନ ପ୍ରକାର ଯଜ୍ଞ କର୍ମରେ ରତ ଏବଂ ଏମାନେ ଉଚ୍ଚତର ଜୀବନ ଲାଭ କରିବାକୁ ଇଚ୍ଛୁକ। କିନ୍ତୁ କୃଷ୍ଣ ଚେତନା ଏ ସବୁଠାରୁ ଭିନ୍ନ। ଯେତେ ପ୍ରକାର ଯଜ୍ଞ କୁହାଗଲା, এই ସମସ୍ତ ଯଜ୍ଞର ମାଧ୍ୟମରେ ଏଇ ଭୌତିକ ଜଗତରେ ଉନ୍ନତି ଲାଭ ହବ। ଭୌତିକ ଜଗତ ବାହାରେ ଗଲେ ବି କିଛି ବ୍ରହ୍ମ ଯେତିକି ଲାଭ କରିବେ କରିବେ, କିନ୍ତୁ ଏଟା ସର୍ବଶ୍ରେଷ୍ଠ ଲାଭ ନୁହଁ। ଉଁ, ସବୁଠାରୁ ଶ୍ରେଷ୍ଠ ସ୍ତର ସେଟା ନୁହଁ। କୃଷ୍ଣ ଚେତନା ଲାଭ ହେଉଛି ସବୁଠାରୁ ଶ୍ରେଷ୍ଠ। ଆଉ ଏଇ ସବୁ ଯୋଉ ଯଜ୍ଞ କଥା କୁହାହେଲା, ଏହା କୃଷ୍ଣ ଚେତନାଠୁ ଭିନ୍ନ। କାହିଁକି ନା କାରଣ ଏହା ଭଗବାନଙ୍କ ପ୍ରତ୍ୟକ୍ଷ ହଁ, ସେବାରେ ଯୁକ୍ତ ନୁହଁ।
ସେଥିପାଇଁ ଏଗୁলো କୃଷ୍ଣ ଚେତନା ଠୁ ଏ ସମସ୍ତ ଭିନ୍ନ। ଅର୍ଥାତ୍ କୃଷ୍ଣ ଚେତନା ହଉଛି ଏ ସମସ୍ତ ଯୋଗରୁ ଭିନ୍ନ, କାରଣ କୃଷ୍ଣ ଚେତନାର ମାଧ୍ୟମରେ ଭଗବାନଙ୍କ ପ୍ରତ୍ୟକ୍ଷ ସେବା କରିପାରିବେ। ଆମମାନେ ଦେଖିପାରିଲେ ଏଇ ଯୋଉ ବିଭିନ୍ନ ପ୍ରକାର ଯଜ୍ଞ କଥା କୁହାହେଲା, ଏଥିରେ ଭଗବାନଙ୍କ ପ୍ରତ୍ୟକ୍ଷ ସେବାର ନାହିଁ, ଭଲ ଜୀବନ ହବ, ଉନ୍ନତ ହବ, ଶ୍ରେଷ୍ଠ ହବ, ଅସାଧାରଣ କିଛି ହବ, ସେଥିପାଇଁ କି ଲୋକମାନେ ବେଶୀ ଏଥିରେ ଆକୃଷ୍ଟ ହୁଅନ୍ତି। କାହିଁକି ନା ଏ ଦ୍ଵାରା କିଛି ତୁମେ ଯୋଗ ଦେଖିପାରିଲେ, ହଁ, ଦେଖିଲା ଭଳିଆ କିଛି ରହିଛି। ଭୌତିକ ଜଗତ ଜିନିଷ ସବୁ ଦେଖିବେ, ସ୍ୱର୍ଗ ଯିବେ, ଅଷ୍ଟ ସିଦ୍ଧି ପାଇବେ, ଏଥିରେ ଲୋକମାନେ ଖୁବ ମୋହିତ ହେଇଯାନ୍ତି। ଏଥିରେ ମୋହିତ ହେଇକି ଭଗବାନଙ୍କ ପାଖକୁ ଯିବା କଥାଟା ଭୁଲି ଯାଆନ୍ତି। ଭଗବାନଙ୍କୁ ଲାଭ କରିବାର ପ୍ରାଧାନ୍ୟ ଟା ତାଙ୍କ ଜୀବନରେ ରହେନି। କିନ୍ତୁ ଏଇ ଜୀବନରେ ଉନ୍ନତ ଲାଭ, ଆଉ ପର ଜୀବନରେ ସ୍ୱର୍ଗକୁ ଯିବି, ଚନ୍ଦ୍ରଲୋକ ଯିବି, ଆଉ କ୍ୱଚିତ ଚାହିଁବେ ମୁଁ ଏଇ ବନ୍ଧନରୁ ମୁକ୍ତି ପାଇବି। କିନ୍ତୁ ଭଗବାନଙ୍କୁ ପାଇବା କଥାଟା ଲୋକମାନଙ୍କ ଭିତରେ ସେଟା ସଚରାଚର ବେଶୀ ଦେଖାଯାଏ। ଖୁବ ଜୀବନର ଲକ୍ଷ୍ୟ ହଉଛି ଭଗବାନଙ୍କୁ ପାଇବା। ସମସ୍ତ ବହୁତ ଲୋକଙ୍କର ତ ଲକ୍ଷ୍ୟ ହଉଛି ଏଇ ତ୍ୟାଗ ଲାଭ କରିବା, ଭୌତିକ ଜଗତରେ ଏଇ ଜୀବନରେ ସୁଖ ଲାଭ କରିବା, ଆଉ କିଛି ପର ଜୀବନରେ ସୁଖ ଲାଭ କରିବା, ଆଉ କିଛି ଉନ୍ନତ ହେଲେ ଆମେ ଆଧ୍ୟାତ୍ମିକ ସ୍ତରକୁ ଉନ୍ନତି ହବା। ଆଧ୍ୟାତ୍ମିକ ସ୍ତରକୁ ଉନ୍ନତି ହବା ପରେ ବିଭିନ୍ନ ସ୍ତର ରହିଛି। ନିରାକାର ବ୍ରହ୍ମର କଥା ରହିଛି, ପରମାତ୍ମାର କଥା ରହିଛି, ଭଗବାନଙ୍କ କଥା ରହିଛି। ଯେ ଭଗବାନଙ୍କ ପ୍ରତି ଆକୃଷ୍ଟ ହବା ଅର୍ଥାତ୍ ଭଗବାନଙ୍କୁ ଲାଭ କରିବା, ଭଗବାନଙ୍କ ସେବା କରିବା ଜୀବନର ଚରମ ଲକ୍ଷ୍ୟ। ଏଇ ପ୍ରକାର ଲୋକଙ୍କ ସଂଖ୍ୟା ଖୁବ କମ ଅଛି। ସେଥିପାଇଁ କୁହାଯାଇଛି ଯେ ଉପର ବର୍ଣ୍ଣିତ ଯଜ୍ଞ ଅନୁଷ୍ଠାନକାରୀ ମାନଙ୍କ ମଧ୍ୟରୁ କେହି କୃଷ୍ଣ ଚେତନା ଲାଭ କରିପାରିବେ ନାହିଁ। ଏସବୁ ଯଜ୍ଞ ଅନୁଷ୍ଠାନ ବ୍ୟକ୍ତିକୁ କୃଷ୍ଣ ଚେତନା ଦେଇପାରିବ ନାହିଁ। କେବଳ ଭଗବାନଙ୍କର କୃପା ହେଲେ କିମ୍ବା ଜଣେ ଶୁଦ୍ଧ ଭକ୍ତଙ୍କ କୃପା କଲେ ଭକ୍ତି ତାହା ଲାଭ କରିପାରିବେ। ତେଣୁ କୃଷ୍ଣ ଚେତନା ବିଧି କୌଣସି ଭୌତିକ ଉପକାର ନୁହେଁ, ତାହା ଦିବ୍ୟ ଅଟେ। ପ୍ରଥମ ଶ୍ଲୋକରେ ସେ କଥା ବର୍ଣ୍ଣନା କରାହେଇଥିଲା। ହଁ, ଏଇ ଦିବ୍ୟ କଥାଟା କେବଳ ପ୍ରଥମ ଶ୍ଲୋକରେ ବର୍ଣ୍ଣନା କରାହେଇଛି। ହଁ, ଯେ ଭଗବାନଙ୍କ ପାଇଁ ଯାହା ସେବା କରାହବ ସେଟା ହଉଛି ଦିବ୍ୟ। ତାର କର୍ମ ଫଳ ନାହିଁ, ଗୁଣର ପ୍ରଭାବ ନାହିଁ, ଅନ୍ୟ ଗୁଡ଼ିକ ଦିବ୍ୟ ନୁହଁ, ସେଥିପାଇଁ ଭୌତିକ ଫଳ। କାଲି ଆମମାନେ ଶ୍ଲୋକ ନମ୍ବର 29 ପଢିବା। ଆହୁରି ଯଜ୍ଞ କଥା କୁହାହଉଛି। ପ୍ରାଣବାୟୁକୁ କୋଉ ପ୍ରାଣବାୟୁକୁ କୋଉଥିରେ ଆମେ ଆହୁତି ଦେବା। ଆପନେ ଅପାନେ ଜୁହତି ପ୍ରାଣମ ପ୍ରାଣ ଅପାନମ ତାପରେ ପ୍ରାଣ ଅପାନ ଗତିରୁଦ୍ଧା ପ୍ରାଣାୟାମ ପରାୟଣ ଅପରେ ନିୟତାହାର ପ୍ରାଣାନ ପ୍ରାଣେଷୁ ଜୁହତି। 29 ନମ୍ବର ଶ୍ଲୋକ କାଲି ଆମେ ସ୍ମରଣ କରିବା। ଆଚ୍ଛା, ହରେ କୃଷ୍ଣ ପ୍ରଭୁ। କୋଉ- ହଁ, ପ୍ରଭୁ, ଗାଁ ଗାଁରେ ଯୋଉ ନାମ ଯଜ୍ଞ ଅଷ୍ଟପ୍ରହରୀ 24 ପ୍ରହରୀ ହଉଛି, ସେଟା ହରେ କୃଷ୍ଣ ନାମ ଜପ ହଉଛି। ଆଉ ସେଇଟା ବି ମାନେ ଯୋଉ କଣ ଯେ ଦ୍ରବ୍ୟ ଯଜ୍ଞ କରୁଛନ୍ତି, ଏ ଯୋଉ ମାନେ ପ୍ରସାଦ ସେବନ କରୁଛନ୍ତି, ଏଗୁଡା ଏ ପ୍ରକାରଟା କଣ? ଅଷ୍ଟପ୍ରହରୀ 24 ପ୍ରହରୀ ଯୋଉ ହୁଏ, ଏଟା ନାମ ଯଜ୍ଞ, ଜପ ତାର ଯଜ୍ଞ। ମହତ୍ଵ କଣ? ନାମ ଯଜ୍ଞ ଭଗବାନଙ୍କ ନାମ କରିଲେ ଭଗବତ ଭକ୍ତି ପାଇବେ। ହୁଁ, କିନ୍ତୁ ଏଇ ଯୋଉ ଅଷ୍ଟପ୍ରହରୀରେ କରୁଛନ୍ତି ସେମାନେ ତ ଠିକ ଭାବେ ନୀତି ନିୟମ ପାଳନ କରି କରୁନାହାନ୍ତି। ପ୍ରଥମ କଥା ହଉଛି ଅଷ୍ଟପ୍ରହରୀରେ ଯୋଉ 5,000 10,000 ଟଙ୍କା ଦେଇକି ଲୋକଙ୍କୁ ଆଣୁଛନ୍ତି, ଭକ୍ତି ଦେବୀ କହିଛନ୍ତି ଏଇ ଟଙ୍କା ଦେଇକି ଆଣିକି ଭାଗବତ କଥା ହରିନାମ କରିଲେ ମୁଁ ତା ଭିତରେ ନାହିଁ। ବୁଝିପାରିଲେ କି? ଆଜ୍ଞା ପ୍ରଭୁ। ହଁ, ତାପରେ ଯଦି ଲୋକମାନଙ୍କୁ ସେମାନେ ପ୍ରସାଦ ବିତରଣ କରିବେ ସେଟା ଭଲ। ପ୍ରସାଦ ବିତରଣ କରିବା ଗୋଟେ ଫଳ ପାଇବେ, ଆଉ ଲୋକମାନଙ୍କୁ ଖାଲି ରାନ୍ଧିକି ଖୁଆଇବା ଆଉ ଗୋଟେ ଫଳ ପାଇବେ। ସାଧାରଣ ଲୋକମାନେ ଯୋଉ ଖାଇବାର ବିତରଣ କରନ୍ତି, ଭଗବାନଙ୍କୁ ଭୋଗ ଲଗେଇକି ତ ଖାଆନ୍ତିନି। ବୁଝିପାରିଲେ କି? ଦୁଇଟା ଅଲଗା ଅଲଗା ଫଳ ହବ। ଯଦି ଆମେ ଦାନ କିଛି କରିବା, ତାହେଲେ ଭଗବାନଙ୍କୁ କେନ୍ଦ୍ରରେ ରଖି ଦାନ କରିବା, ତାହେଲେ ଲୋକଙ୍କର ବେଶୀ କଲ୍ୟାଣ ହବ। ନା କି? ଆଉ ଅଷ୍ଟପ୍ରହରୀରେ ଯୋଉ ହଉଛି
ସେ ଲୋକଙ୍କୁ ଟଙ୍କା ଦେଇକି ଆଣିବା, ତାପରେ ଯୋଉମାନେ ଗାଉଛନ୍ତି ତାଙ୍କର ତ ସେ ଶୁଦ୍ଧତା ନାହିଁ, ଅର୍ଥାତ ଆ, କେମିତି 2 ଘଣ୍ଟା ଗାଇକି ପରେ ଯାଇକି ମାଛ ମାଂସ ଖାଇବା। ଯେମିତି ବାଂଲାଦେଶରେ ଅଷ୍ଟପ୍ରହର କରିବେ, ନାମ ଯଜ୍ଞ ହବ, ନାମ ଯଜ୍ଞ ହବ, ନିମି ଯଜ୍ଞ ହବ, ଗୋଟେ ମାଛ ଝୋଳ ଖାଇବେ। ଏ ବିଭିନ୍ନ ପ୍ରକାର ସହଜିଆ ଭାବ ପଶିଯାଇଛି, ବୁଝିପାରିଲ କି? ସେଇଥିରେ ଶୁଦ୍ଧ ହରିନାମ କରିଲେ ଯାହା ଫଳ ମିଳିବ, ଏଥିରେ ସେଥିରେ ଫଳ ମିଳିବନି। ସେଇଭଳିଆ ଏবার ଜୀବନ ଲକ୍ଷ୍ୟଟା ଏଥିରେ ହାସଲ ହବନି। ତେବେ ବି ପ୍ରଭୁପାଦ କହୁଛନ୍ତି ସେମାନେ ସହଜିଆ ହେଲେ ବି ଯେହେତୁ ମହାପ୍ରଭୁଙ୍କ ଆଶ୍ରୟ ନେଇଛନ୍ତି, ସେଥିପାଇଁ ଆସ୍ତେ ଆସ୍ତେ ଆଗରେ ଉନ୍ନତି ହବ। ଯେତେବେଳେ ଶୁଦ୍ଧ ଭକ୍ତଙ୍କ ସଙ୍ଗ ପାଇବେ, ଯେଟା ବୁଝିପାରିବେ, ମାନେ ସାଙ୍ଗେ ସାଙ୍ଗେ ତାକୁ ଗ୍ରହଣ କରିବେ। ନାଇଁ ପ୍ରଭୁ, ଆମର ଏପଟେ ପିଆଜ ରସୁଣ ବି ପଡୁନି ପ୍ରସାଦରେ। ସେଟା ଭଲ। ମୁଁ ସେଇଟା ମୁଁ କହୁଛି, ଯୋଉଠି ଯେତେ ନିଷ୍ଠାର ହବ ସେଠି ତାର ଫଳ ପାଇବେ। ପିଆଜ ରସୁଣ ପକଉନାହାନ୍ତି, ଭଗବାନଙ୍କୁ ଭୋଗ ଲଗାଉଛନ୍ତି, କୀର୍ତ୍ତନ କରୁଛନ୍ତି, ତାର ଗୋଟେ ଫଳ ମିଳିବ। ହଁ, ଆଉ ଯୋଉମାନେ ଭଗବାନ ଭୋଗ ନ ଲଗେଇକି ଖାଲି ଖାଇବାର ବିରୁକୁ, ତାର ଅଲଗା ଫଳ ମିଳିବ। ଆଉ ଯୋଉଠି ନାମ କୀର୍ତ୍ତନ କରୁଛନ୍ତି ଶୁଦ୍ଧ ଭାବରେ, ତା ଗୋଟେ ଫଳ ମିଳିବ। ଯେତିକି ଯିଏ ଯଥାମାଙ୍ଗ ପ୍ରକୃତି ତାଙ୍କ ତଥା ଭଜାମ୍ୟ ହମ୍। ଯିଏ ଯେତେଟା ନିଷ୍ଠାରେ କରିବ ସେ ସେଥିରେ ଫଳ ପାଇବ ନା କି? ଆଜ୍ଞା। ହଁ, ସେଟା ହେଲା। ହରେ କୃଷ୍ଣ ମହାରାଜ जी। ହଁ, ଗୋଟେ ପ୍ରଶ୍ନ ଥିଲା କି ଇନ୍ଦ୍ରିୟ ସୁଖ ମାନେ ଯୋଉ ସାଂସାରିକ ଲୋକ ଇନ୍ଦ୍ରିୟ ସୁଖରୁ କେମିତି ବଞ୍ଚିତ ହେବେ? ମତଲବ ଯାହା ପାଖରେ ପଇସା ଧନ ସମ୍ପଦ ଅଛି ତା ପାଖରେ ତ ସବୁ ଭରା ପୁରା ହେଇଗଲା, ସେ ସୁଖରୁ ସେ କେମିତି ବଞ୍ଚିତ ହବ? ମାନେ ଖାଇବା ପାଇଁ ଭଲ ମିଳିଲା, ଶୋଇବା ପାଇଁ ସବୁ କିଛି ଆରାମଦାୟକ ମିଳିଲା, ସେ ଯୋଉ ଇନ୍ଦ୍ରିୟ ସୁଖରୁ କେମିତି ବଞ୍ଚିତ ହବ? ତମେ ପଢିଲେ ନା କାଲି, ଗୃହସ୍ଥ ମାନଙ୍କର କିଛି ଲାଇସେନ୍ସ ଦିଆଯାଇଛି। ସେମାନେ ଆ, କି ଅଛି ନା, ଇନ୍ଦ୍ରିୟକୁ ବିଷୟରେ ଆହୁତି ଦେବେ। କାଲି ଶୁଣିଲେ, ଇନ୍ଦ୍ରିୟକୁ ସେମାନେ ବିଷୟରେ ଆହୁତି ଦେବା ପାଇଁ ଆଲ୍ଲାହ କରାହେଇଛି। କିନ୍ତୁ ହଁ, କି ଭାବେ ନା ନିୟନ୍ତ୍ରଣ ଭାବେ, ବିଧି ନିଷେଧକୁ ମାନିକି ସେ ଅନୁସାରେ ଇନ୍ଦ୍ରିୟକୁ ଭୋଗରେ ଲଗେଇବେ। କିନ୍ତୁ ବ୍ରହ୍ମଚାରୀ ମାନଙ୍କର କୌଣସି ସେ ସିଷ୍ଟମ ନାହିଁ। ଗୋଟେ କଥା। ଆଉ ଗୋଟେ କଥା ହେଲା, ଗୃହସ୍ଥ ମାନେ ଘର କରିବେ, ବାଡି କରିବେ, ବିଜନେସ କରିବେ। ଦୁଇଟା ସିଷ୍ଟମ, ଗୋଟେ ହଉଛି ତମେ ନିୟନ୍ତ୍ରଣ କରିକି ଇନ୍ଦ୍ରିୟ ଭୋଗ କର, ଆଉ ଗୋଟେ ହଉଛି ତମର ଇନ୍ଦ୍ରିୟ ଭୋଗଟି ସମ୍ପୂର୍ଣ୍ଣ ରୂପେ କୃଷ୍ଣ ଭକ୍ତିରେ ପର୍ଯ୍ୟବେସିତ ହଉ। ଅର୍ଥାତ୍ ତମେ ଭଗବାନଙ୍କୁ ନିବେଦନ କରି ଖାଅ। ହୁଁ, ତମେ ବିରାଟ ବଡ ଘର ବନାଅ, ଏ ଘରେ ସୁନ୍ଦର ମନ୍ଦିର କର, ଭଗବାନ ହଉଛନ୍ତି ତୁମର ମୁଖ୍ୟ ବିଷୟ। ସବୁ କିଛି ଉତ୍ସବ ଅନୁଷ୍ଠାନ ଭଗବାନଙ୍କୁ ନେଇକି ହବ। ସେ ଗୃହସ୍ଥ ହେଇଛି, ବନ୍ଧୁ ବାନ୍ଧବଙ୍କୁ ନେଇକି ମୌଜ ମଜଲିସ କରୁଛନ୍ତି। ହଁ, ଉତ୍ସବ ଅନୁଷ୍ଠାନ ଉତ୍ସବ ତ କରନ୍ତି, ଯାହା ତାର ଖର୍ଚ୍ଚ କରୁଛନ୍ତି। ଭକ୍ତ ହେଲେ କଣ ହବ ନା, ଖାଲି ଭକ୍ତ ମାନଙ୍କୁ ନେଇକି ଉତ୍ସବ କରିବେ। ଗୃହସ୍ଥ ମାନେ ବୁଲିବା ପାଇଁ ସେ କାଶ୍ମୀର ଯିବେ, ଇଆଡେ ଯିବେ, ବ୍ୟାଙ୍କକ୍ ଯିବେ, ଥାଇଲାଣ୍ଡ ଯିବେ। ଭକ୍ତ ମାନ କୁଆଡେ ଯିବେ? ସେ ଭକ୍ତ ଗୃହସ୍ଥ ମାନେ ବୃନ୍ଦାବନ ଯିବେ, ମଥୁରା ଯିବେ, ପୁରୀ ଯିବେ। ଏଇଭଳିଆ ସେମାନେ ଗୃହସ୍ଥ ହେଇକି ବି ତାଙ୍କର ସମସ୍ତ କର୍ମ କରିବେ, ଅର୍ଥ ଉପାର୍ଜନ କରିବେ, ସମସ୍ତ ପ୍ରକାର କର୍ମ କରିବେ, କିନ୍ତୁ ସେଟା ସମ୍ପୂର୍ଣ୍ଣ ରୂପେ ଭଗବାନଙ୍କ ଉଦ୍ଦେଶ୍ୟରେ ଖର୍ଚ୍ଚ କରିବେ। ହବ ନା? ଆଜ୍ଞା। ତ ଭଗବାନଙ୍କ ଉଦ୍ଦେଶ୍ୟରେ କର୍ମ କଲେ କଣ ହବ? ଫଳ କଲେ କଣ? ତାର ନିଜର ଉଦ୍ଦେଶ୍ୟ କରିବନି, ତା ଆସ୍ତେ ଆସ୍ତେ କର୍ମ ଫଳ ପ୍ରତି ଅନାସକ୍ତ ହେବେ। ଏଟା ଗ୍ରାଜୁଆଲ ପ୍ରୋସେସ। କ୍ରମଶଃ କ୍ରମଶଃ ସେମାନେ କଣ ହବେ ନା, ମୁଖ୍ୟ ଉଦ୍ଦେଶ୍ୟ ହଉଛି ଭୌତିକ ଆସକ୍ତିରୁ ମୁକ୍ତ ହବା। ଆମେ ଜାଲ ଭିତରେ ପଡି ଯାଇଛେ, ଏଇ ଜାଲରୁ ବାହାରିବା କଥା। ସେଇଥିପାଇଁ କିନ୍ତୁ ଭଗବାନ ବିଭିନ୍ନ ପ୍ରକାର କଥା ବୁଝେଇକି ବୋଲି କହିକି ଆମକୁ ବୁଝଉଛନ୍ତି। ହଁ, ତ ମୂଳ ଉପାୟ ଟା ବିଭିନ୍ନ ପ୍ରକାର ଉପାୟ ଦିଆଯାଇଛି। ବିଭିନ୍ନ ମୁନି ଋଷି ମାନେ ବିଭିନ୍ନ ପ୍ରକାର କଥା କହୁଛନ୍ତି, ଉପାୟ ଦେଇଛନ୍ତି। ସମସ୍ତଙ୍କୁ ଗୋଟିଏ ଲକ୍ଷ୍ୟ, ଯୋଉଟା ଭଗବାନ କହୁଛନ୍ତି ମମ ବର୍ତ୍ତମାନ ବର୍ତ୍ତନ୍ତେ ମନୁଷ୍ୟ ପାର୍ଥ ସର୍ବସ୍ୱ। ତୁମେ ଯିଏ ଯାହା କହୁନା କାହିଁକି, ସମସ୍ତଙ୍କ ଲକ୍ଷ୍ୟ ହଉଛି ଗୋଟିଏ, ମୁଁ ଆଡିକି ମୁହାଁ ହବ, ମୁଁ ଆଡିକି ଯିବା, ଭଗବାନଙ୍କ ଆଡିକି ଯିବା। ତ ଭଗବାନଙ୍କ ଆଡିକି ଯିବାକୁ ହେଲେ ଏଇ ଭୌତିକ ବସ୍ତୁରୁ ମୁକ୍ତ ହବାକୁ ପଡିବ। ସମସ୍ତଙ୍କର ସ୍ଥିତି ତ ଠିକ ଏକା ନୁହଁ। ସେ ଯୋଗୁ ବିଭିନ୍ନ ପ୍ରକାର ଉପାୟ ଦିଆଯାଇଛି। ଯୋଉ ଯାହାର ମନ ଭିତରେ
ସେଇ ଉପାୟଟି ସେ ଗ୍ରହଣ କରୁଛି। ସେଥିପାଇଁ ପ୍ରଭୁପାଦ ସବୁ କଥା ବୁଝେଇକି ଭଗବାନ କୃଷ୍ଣ ଗୀତାରେ କହିଛନ୍ତି ଏଇ ସବୁ ଭିନ୍ନ ଭିନ୍ନ ଉପାୟ ରହିଛି। କିନ୍ତୁ ପ୍ରଭୁପାଦ ଯେହେତୁ ଶୁଦ୍ଧ ଭକ୍ତ, ସେ ସବୁବେଳେ ଭକ୍ତିର ଚରମ ପରାକାଷ୍ଠାକୁ ପ୍ରଦର୍ଶିତ କରିଛନ୍ତି ଯେ ଭକ୍ତି ଦ୍ୱାରା ଯେପର୍ଯ୍ୟନ୍ତ ଭଗବାନଙ୍କୁ ନ ପାଇବା ଏ ପର୍ଯ୍ୟନ୍ତ ଏଇ ଜଗତରେ ଏଇ ଜୀବନରେ ଟିକେ ସୁଖ ପାଇବା ଯଥେଷ୍ଟ ନୁହଁ। ଏରପରେ ମୃତ୍ୟୁ ପରେ ସ୍ୱର୍ଗ ଯିବା ଯଥେଷ୍ଟ ନୁହଁ। ତାପରେ ମୁକ୍ତି ପାଇବା ଯଥେଷ୍ଟ ନୁହଁ। ହଁ, ସବୁଠୁ ଶ୍ରେଷ୍ଠ ହଉଛି ଭଗବତ ଭକ୍ତି। ଏଇ ଗୃହସ୍ଥ ମାନେ ଘରେ ରହିକି ବି, ଶୁଣନ୍ତୁ, ଗୃହସ୍ଥ ମାନେ ଘରେ ରହିକି ତାଙ୍କ ମଧ୍ୟରେ ଅନେକ ଝାମେଲା ରହିଛି। ଆମେ ସନ୍ନ୍ୟାସୀ ବ୍ରହ୍ମଚାରୀ, ଆମେ ମନ୍ଦିରରେ କି ଆମେ ତ ଗୃହସ୍ଥ ମାନଠୁ ଆଉ ହଜାର ଗୁଣରେ ବେଶୀ ଝାମେଲାମୟ। ସନ୍ନ୍ୟାସୀ ବ୍ରହ୍ମଚାରୀ ମାନେ ଯେ ଝାମେଲା ମୁକ୍ତ ତା ନୁହଁ। ହୁଁ, ଭକ୍ତି ଯୋଗରେ ଆମେ ଝାମେଲା, କୋଉ ଝାମେଲା ଜିନିଷ ଛାଡି ଛାଡି ବାବାଜି ହେଇଯିବ। ଏଇଟାକୁ ଭଗବାନ ରେକମେଣ୍ଡ କରିନାହାନ୍ତି ଯେ ଯେ ସୁଖରେ ରହିବି। ଆମ ଓଡିଶା କଥା ନା, ମଠରେ ଖାଇକି ଖଟରେ ଶୋଇବା ଚାଲ। ମଠରେ ଖାଇ ଖଟରେ ଶୋଇଲେ ଭଗବାନଙ୍କୁ ପାଇବାନି। ଆମେ ଯୋଉ ଘର ବାଡି ଛାଡିକି ଆସିଛୁ, ସନ୍ନ୍ୟାସୀ ବ୍ରହ୍ମଚାରୀ ହେଇଛୁ, ହଁ, ଗୃହସ୍ଥ ମାନେ ଯାହା ଯାହା କରୁଛନ୍ତି ଆମେ ସମସ୍ତେ କର୍ମ କରୁଛୁ ନା। ଆମ ଭକ୍ତ ମାନେ ସମସ୍ତେ କର୍ମ କରୁଛନ୍ତି, ଗ୍ରନ୍ଥ ବିତରଣ କରୁଛନ୍ତି, ବିଲ୍ଡିଂ କନଷ୍ଟ୍ରକ୍ସନ କରୁଛନ୍ତି, ହଁ, ସମସ୍ତ ପ୍ରକାର କାର୍ଯ୍ୟକ୍ରମ ଯୁକ୍ତ ଅଛି। ସବୁଟା ହଉଛି ଭଗବାନଙ୍କ ପାଇଁ, ନା କି? ଠିକ ନା? ଆଜ୍ଞା ଆଜ୍ଞା ଭଲ। ଆରେ ଗୃହସ୍ଥ ମାନେ ଖଟେଇକି କାମ କଲେ ନା ଆମକୁ ଡୋନେସନ ଦେବେ। ସେ ଯଦି କାମ ନ କରିବେ ଡୋନେସନ ଆମେ ପାଇବୁ କୋଉଠୁ? ମନ୍ଦିର ହବ କେମିତିକା? ଆମେ ସବୁ ଗୃହସ୍ଥକୁ କହିବୁ ନାଇଁ ସବୁ କାମ ଧନ୍ଦା ଛାଡି ଦେଇକି ବସିଥା, ତାହେଲେ ହବ? ତାହେଲେ ଭକ୍ତ ଲୋକ ସେବାଟା ହବ କେମିତି? ଯଜ୍ଞଟା ହବ କେମିତି? ଯଜ୍ଞ ହବାକୁ ହେଲେ ଗୃହସ୍ଥ ମାନଙ୍କୁ ଗାଈ ପୋଷିବାକୁ ପଡିବ ନା। ଝିଅ ନହେଲେ ଯଜ୍ଞ ହବ କୋଉଠୁ? ବ୍ରହ୍ମଚାରୀ ମାନଙ୍କୁ ଯାଇ କାଠ କାଟିବାକୁ ପଡିବ ନା। ଯଜ୍ଞ ସଂଗ୍ରହ କରିବାକୁ ପଡିବ ନା। ସେଇଥିପାଇଁ ତ ଏକଥା ଭଗବାନ କହୁଛନ୍ତି କର୍ମକୁ ତମେ ତ୍ୟାଗ କର, ଗୃହସ୍ଥ ହୁଅ, ବାନପ୍ରସ୍ଥ ହୁଅ, ସନ୍ନ୍ୟାସୀ ହୁଅ, ମୁକ୍ତ ହୁଅ, ବଦ୍ଧ ହୁଅ, ହଁ, ସମସ୍ତଙ୍କୁ ଏ ସମସ୍ତ କର୍ମ କରିବାକୁ ପଡିବ। କିନ୍ତୁ ଯଜ୍ଞାର୍ଥାତ୍ କର୍ମଣ ଅନ୍ୟତ୍ର ଲୋକୟଂ କର୍ମ ବନ୍ଧନ। ଯଜ୍ଞର ଉଦ୍ଦେଶ୍ୟରେ କର୍ମ, ଠିକ ନା? ଆଜ୍ଞା। ହରେ କୃଷ୍ଣ ମହାରାଜ। हरे कृष्ण महाराज दंडवत प्रणाम। हरे कृष्ण महाराज दंडवत प्रणाम। ଦଣ୍ଡବତ। हरे कृष्ण महाराज ये प्रत्यात्मा आउ पराग आत्मा ମୁଁ ଟିକେ ବୁଝି ନା ପାରିଲି। ଏ ପରାଗ ଆତ୍ମା ମାନେ ଯେତେବେଳେ ସେ ଜୀବ ଭୌତିକ ବିଷୟ ବସ୍ତୁ ପ୍ରତି ଆସକ୍ତ ରହିଛି, ବନ୍ଧନ ରହିଛି, ସେଇ ପ୍ରକାର ଅବସ୍ଥାକୁ ତ ପରାଗ ଆତ୍ମା କୁହାଯାଉଛି। ଠିକ ହେଲା, ଏ ବୁଝିପାରିଲେ? ଆଜ୍ଞା ଆଜ୍ଞା ଆଉ କିନ୍ତୁ ଲକ୍ଷ୍ୟ ହଉଛି ତାକୁ ପ୍ରତ୍ୟେକ ଆତ୍ମା ସ୍ତରକୁ ନବା, ଅର୍ଥାତ୍ ଭୌତିକ ବସ୍ତୁ ମୁକ୍ତ କରିକି ଭଗବାନ પર ଲଗେଇବା। ଠିକ ଅଛି? ଆଜ୍ଞା। ହଁ हरे कृष्ण प्रभु जी दंड प्रणाम। ହଁ କୁହ। प्रभु जी जो ଆମର ଯୋଉ ଏଇଟା ଅଷ୍ଟପ୍ରହରୀ ଯୋଉ ହଉଛି କୋଉ କୋଉ ଜାଗାରେ ଯଜ୍ଞ କରୁଛନ୍ତି ଆଉ କୋଉ କୋଉ ଜାଗାରେ ଯଜ୍ଞ କରୁନାହାନ୍ତି, ତ ସେଇଟା କଣ ଆଜ୍ଞା ଯଜ୍ଞ କରିବା ଏଇଟା ଅଛି ଭଲ କି ଆଜ୍ଞା ଟିକେ କହିବେ? ଯଜ୍ଞ କରୁନାହାନ୍ତି, କୋଉ ଯଜ୍ଞ କରୁନାହାନ୍ତି? ଅଷ୍ଟପ୍ରହରୀରେ କୋଉ କୋଉ ଜାଗାରେ ଯଜ୍ଞ କରୁଛନ୍ତି ଆଉ କୋଉ କୋଉ ଜାଗାରେ ଯଜ୍ଞ କରୁନାହାନ୍ତି, ଯଜ୍ଞ ତ ମାନେ କରିବାଟା ଆପଣ କଣ? ଯଜ୍ଞ ମାନେ କଣ କୋଉଟାକୁ ଯଜ୍ଞ କହୁଛ ଯେ? ଏ ଅଷ୍ଟପ୍ରହରୀ ଯୋଉ ଯଜ୍ଞ କରୁଛନ୍ତି ଯୋଉ ନାମ ସଂକୀର୍ତ୍ତନ? ନାମ ସଂକୀର୍ତ୍ତନ, ହଁ, ନାମ ସଂକୀର୍ତ୍ତନ 24 ଘଣ୍ଟା ଯୋଉ ହଉଛି ଏଇଟା ଗୋଟେ ଅଷ୍ଟପ୍ରହରୀ ଗୋଟେ ଦିନ ଚବିଶ ଯଜ୍ଞ ଘଣ୍ଟା ସେଇଟାକୁ ସେଇଟା ତ ଯଜ୍ଞ, ସେଇଟାକୁ ସେଇଟା ଯଜ୍ଞ, ନାମ କରିବାଟା ହିଁ ଯଜ୍ଞ। ଆଚ୍ଛା ଆପଣ ନାମ କଣ କହିବାଟା ଯଜ୍ଞ। ଆପଣ କହୁଛନ୍ତି ସେମାନେ ହରିନାମ କରୁଛନ୍ତି ଯେ କିନ୍ତୁ ଅଗ୍ନିରେ ଘୃତାହୁତି କରି ଯଜ୍ଞ କରୁନାହାନ୍ତି, ସେଇଟା କହୁଛନ୍ତି? ହଁ 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 ଆଜ୍ଞା। ଆଚ୍ଛା ଆଚ୍ଛା, ହଁ। ଆପଣ ମାନେ ଏପର୍ଯ୍ୟନ୍ତ କଣ ଶୁଣିଲା ଆଉ? ଲୋକମାନଙ୍କର ସମସ୍ତଙ୍କ ଧାରଣା ଯେ ଅଗ୍ନିରେ ଘିଅ ଆହୁତି ଦବାଟା ଯଜ୍ଞ, ବୁଝିପାରୁଛ? କିନ୍ତୁ ଏଠି କୃଷ୍ଣ ବୁଝେଇଲେ ସେଇଟା କେବଳ ଯଜ୍ଞ ନୁହଁ, ଆଜ୍ଞା। ଏଠି ବିଭିନ୍ନ ପ୍ରକାର କଥା କୁହାଗଲା ନା।
এইগুলো ଆହୁତି ଦେବାର ଭିତରେ ଏଇ ଦ୍ରବ୍ୟ ଯଜ୍ଞ ରହିଛି। ଯିଏ ଦାନ ଆଜ୍ଞା ଦକ୍ଷିଣା ଦଉଛି ସେ ଗୋଟେ ଯଜ୍ଞ। ଆଜ୍ଞା ବୁଝିପାରିଲେ? ହରିନାମଟା ଗୋଟେ ଯଜ୍ଞ। ଆଜ୍ଞା ଆଉ ଏଠି ପରେ ପରେ ମୋ ସବୁ ମନେ ନାହିଁ, ପରପର ଶ୍ଲୋକରେ ଯଜ୍ଞ ମାନେ ଆହୁତି ଦେବା। ହୁଁ। ଆଜ୍ଞା ତ ସଂଯତ ମନରେ ଇନ୍ଦ୍ରିୟ କର୍ମକୁ ଆହୁତି ଦେଲେ ସେ ବି ଗୋଟେ ଯଜ୍ଞ। ଆଜ୍ଞା ଏଇଟା ଭୁଲ ଧାରଣା ପ୍ରଥମେ ମନରୁ ବାହାର କରିବାକୁ ପଡିବ ହଁ ଯେ ଆମେ ମନେ କରୁଛେ ଘୃତ ଆହୁତିଟା ହିଁ ଏକମାତ୍ର ଯଜ୍ଞ। ଏଟା ଭୁଲ। ଆଜ୍ଞା ଆଗର ଶ୍ଲୋକ ଗୁଡିକ ପଢିବେ, ଯେକୌଣସି ବସ୍ତୁକୁ ଆହୁତି ଦେବା, ପରିତ୍ୟାଗ କରିବା, ତ୍ୟାଗ କରିବା ସେଟା ହଉଛି ଯଜ୍ଞ। ଆଜ୍ଞା ଏଇଟା ଆପଣ କହୁଛନ୍ତି ଅଗ୍ନି ଯଜ୍ଞ। ଆଜ୍ଞା ଆଜ୍ଞା ଆହୁତି ଦେଇକି ଘୃତ ଯଜ୍ଞ, ସେଥିରେ ସେଇ ଯଜ୍ଞ ଦ୍ଵାରା ଲୋକମାନେ ସ୍ୱର୍ଗ ଯିବା ପାଇଁ କିଏ ଚେଷ୍ଟା କରନ୍ତି, କେହି ଦାନ ଦକ୍ଷିଣା ଦେଇକି ଯଜ୍ଞ ସେଠାକୁ ଚେଷ୍ଟା କରନ୍ତି। ମୁଁ ପଢେ ଏପଟେ କର, ମୁଁ ବନ୍ଦ କରିଦେଇଛି। ଆପଣ ଦେଖିବେ ଯେ ପରପର ଶ୍ଲୋକ ଗୁଡିକ ଏ ସବୁଟା ଯଜ୍ଞ। ଆପଣ ଭାବୁଛନ୍ତି ସେମିତି ହରିନାମ କରୁଛନ୍ତି, ଯଜ୍ଞ କରୁନାହାନ୍ତି। ଆରେ ହରିନାମଟା ହିଁ ତ ଯଜ୍ଞ। ହରିନାମଟା ଶ୍ରେଷ୍ଠ ଯଜ୍ଞ। ହରିନାମ କଲେ ଘୃତାହୁତି ଯଜ୍ଞ ଦରକାର ନାହିଁ ଆଉ। ବୁଝିପାରିଲେ କଥାଟା? ହରିବଲ। ଆଜ୍ଞା ଆଜ୍ଞା stop ହଉ। ହଁ। ଯେମିତିକା ଯୋଗ, ଆମେ ଯୋଗ ମାନେ କଣ? ସେ ଯେ ଯୋଗୀ। ଯୋଗୀ ମାନେ ଆମେ କଣ ବୁଝେ? ଯୋଗୀ ମାନେ ଯୋଉମାନେ ହିମାଳୟରେ ବସିକି ଧ୍ୟାନ କରୁଛନ୍ତି ତାଙ୍କୁ ଆମେ କହୁଛେ ଯୋଗୀ। ଯୋଗୀ ଆଜ୍ଞା କିନ୍ତୁ ସେଟା ଭୁଲ। ସେମାନେ ବି ଯୋଗୀ, ସେଇମାନେ ହିଁ ଶୁଦ୍ଧ ଯୋଗୀ, କେବଳ ଯୋଗୀ ତ ନୁହଁ। ସେମାନେ ଧ୍ୟାନ ଯୋଗୀ। ତାପରେ ଜ୍ଞାନ, ଆମେ ଭକ୍ତ, ଆମେ ଘରେ ରହିକି ସାଧନ ଭଜନ, ଆପଣ ବି ଯୋଗୀ। କୋଉ ଯୋଗୀ? ନା ଆପଣ ଭକ୍ତ ଯୋଗୀ। ସାଧାରଣତଃ ଲୋକମାନେ ଯୋଗ ଶବ୍ଦ ବ୍ୟବହାର କଲେ ସେମାନେ କହନ୍ତି ଯୋଉମାନେ ହିମାଳୟରେ ଧ୍ୟାନ କରୁଛନ୍ତି। ତାକୁ ବୁଝାଏ ନା, ସେମାନେ ଧ୍ୟାନ ଯୋଗୀ, ତାପରେ ଜ୍ଞାନ ଯୋଗୀ, କର୍ମ ଯୋଗୀ, ଭକ୍ତି ଯୋଗୀ। ବୁଝିପାରିଲେ କି? ଆଜ୍ଞା ମହାରାଜ ଏସବୁ ଯେମିତି ମୁକ୍ତି। ମୁକ୍ତି ମାନେ ଲୋକମାନେ କୁହନ୍ତି ଆମେ ଭଗବାନ ସାଙ୍ଗେ ମିଶିଯିବା, ଏଇଟା କେବଳ ମୁକ୍ତି। ମୁକ୍ତି ମାନେ କେବଳ ସେଇଟା ନୁହଁ। ଆଜ୍ଞା ମୁକ୍ତି ଶବ୍ଦଟା ବିଭିନ୍ନ କାମରେ ବ୍ୟବହାର କରା ହୁଏ। ସ୍ପଷ୍ଟ ହେଇଛି? ଆଜ୍ଞା ମହାରାଜ ହୁଁ। ঠিক আছে। ଆଜ୍ଞା এখন আমরা বাংলায় ଆମେ ବାଂଲାରେ ଚୈତନ୍ୟ ଚରିତାମୃତ ପାଠ କରି ଶ୍ରବଣ କରିବୁ। কত শ্লোক ছিল মুকুন্দ?